2015 ମସିହାରେ ସନ୍ତୋଷ ରାଉଳ ଜେଲ୍ ଯାଇଥିଲେ। ତାପରେ 2017 ମସିହା ତାଙ୍କୁ ବେଲ୍ ହେଇଥିଲା ଗୋଟେ ମାନେ ମେନ୍ କେସ୍ଟାରେ ଯୋଉଥିରେ ଆର୍ଥିକ ଅନିୟମିତତା ଥିଲା ନିର୍ଦ୍ଦିଷ୍ଟ ଅଭିଯୋଗ ଥିଲା। ବେଲ୍ କଣ୍ଡିସନ ଥିଲା ଯେ ସେ ଓଡ଼ିଶା ବାହାରକୁ ଯଦି ଯିବେ ତାହେଲେ ଆଇଓରୁ ନିର୍ଦ୍ଦିଷ୍ଟ ପରମିଶନ ନେବେ, କୋର୍ଟରୁ ମଧ୍ୟ ପରମିଶନ ନେବେ, କେନ୍ଦ୍ରାପଡ଼ା ଯାଇପାରିବେ ନାହିଁ, କୌଣସି ପ୍ରକାର ଭକ୍ତଙ୍କ ଆଗରେ ବା ମିଡ଼ିଆ ଆଗରେ କୌଣସି ବାଇଟ୍ ଦେଇପାରିବେନି ଏବଂ ଧର୍ମୀୟ ପ୍ରବଚନଟା କରିପାରିବେନି। ସବସିକ୍ୱେଣ୍ଟ 2017 ମସିହାରେ ବେଲ୍ ବାହାରିଲା ପରେ ଏବଂ ବେଲ୍ ଜେଲ୍ରୁ ବାହାରିଲା ବେଳକୁ କୌଣସି ପ୍ରକାର ପ୍ରଶାସନ କରିବେନି, ସେ ସବୁଗୁଡ଼ାକ ସେ ମାନିଥିଲେ। ତାପରେ ମାନେ ତାକୁ 2021 ମସିହାରେ ସାମୟିକ ରିହାତି ମିଳିଥିଲା ଏବଂ ସେଠି ଗୋଟେ ନିର୍ଦ୍ଦିଷ୍ଟ 200 ଲୋକଙ୍କ ପାଇଁ ସେ କରିପାରିବେ ପ୍ରବଚନ କରିପାରିବେ ଅର୍ଡର ଥିଲା। ତାପରେ ପୁଣି ପୁନର୍ବାର ସେଇ 21-22 ମସିହାରେ ଫାଇଲ୍ କରାଯାଇଥିଲା ଗୋଟେ ଇଣ୍ଡିଆ ପିଟିସନ ଫାଇଲ୍ କରାଯାଇଥିଲା ଯେ ଏଇ ଯୋଉ 200 ଲୋକଙ୍କୁ ବଢ଼େଇବା ପାଇଁ ସଂଖ୍ୟା ଯୋଉ ଅଛି ବୃଦ୍ଧି କରିବା ପାଇଁ। ତ ଆଜିର ଦିନରେ ସାରଥୀ 200 ଲୋକଙ୍କୁ ନେଇକରି କରିପାରିବେ ସତ୍ସଙ୍ଗ? ଆଗରୁ ଅଛି, ସେଟା ଆଗରୁ ଅଛି 2021 ମସିହା ସେ ଅର୍ଡରଟି ଅଛି। 21 ମସିହା ଲାଷ୍ଟ ବୋଧେ 2021 ମସିହା ଲାଷ୍ଟ ଅର୍ଡରଟି ଅଛି, ସେ କରିପାରିବେ। କିନ୍ତୁ ବର୍ତ୍ତମାନ ସେଟାକୁ ବଢ଼େଇବା ପାଇଁ ଚେଷ୍ଟା କରାଯାଇଥିଲା, କିନ୍ତୁ ମାନେ ଯେହେତୁ ବର୍ତ୍ତମାନ ସେଟା ପୁରୁଣା ପିଟିସନ ଥିଲା ତାକୁ ବର୍ତ୍ତମାନ ମାननीୟ ହାଇକୋର୍ଟ କୌଣସି ଅର୍ଡର ଦେଇନାହାନ୍ତି, ମନା କରିଛନ୍ତି। ଏବଂ ବର୍ତ୍ତମାନ କିନ୍ତୁ କେନ୍ଦ୍ରାପଡ଼ା ଯିବା ପାଇଁ ଯୋଉ ଥିଲା ଗୋଟେ ଆବେଦନ କରାଯାଇଥିଲା ଯେ କେନ୍ଦ୍ରାପଡ଼ା ଯାଇପାରିବେନି, ସେଇ ଆବେଦନଟାକୁ କିଛି ପରିମାଣରେ ଲାଘବ କରିବା ପାଇଁ କରାଯାଇଥିଲା ଯେ ଆମକୁ କେନ୍ଦ୍ରାପଡ଼ା ଯିବା ପାଇଁ ପରମିଶନ ଦିଆଯିବ ବୋଲିକି ମାनନୀୟ ହାଇକୋର୍ଟ ତାକୁ ଗ୍ରହଣ କରିଛନ୍ତି ଏବଂ କହିଛନ୍ତି ମାନନୀୟ ହାଇକୋର୍ଟ ସେ କେନ୍ଦ୍ରାପଡ଼ା ଯାଇପାରିବେ, ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ ଯାଇପାରିବେ ଏବଂ ଯିବା ପୂର୍ବରୁ ଯୋଉ କୋର୍ଟରେ ତାଙ୍କ ବିଚାରାଧୀନ ଅଛି ବିଚାର କୋର୍ଟକୁ ଜଣାଇବେ ଏବଂ ସେଠିକା ଲୋକାଲ ଆଇଆଇସି ଅଛି କେନ୍ଦ୍ରାପଡ଼ା ତାଙ୍କୁ ଜଣାଇବେ, ପ୍ଲସ୍ ଯୋଉ ଜାଗାରେ ସେ ବର୍ତ୍ତମାନ ରହୁଛନ୍ତି ସେଠି ଆଇଆଇସି ଜଣେଇକି ଯାଇପାରିବେ। ତ ସେଠି ସେ ବାରିମୂଳ ଆଶ୍ରମକୁ ଯାଇପାରିବେ କି ନାହିଁ? ଦେଖନ୍ତୁ ବର୍ତ୍ତମାନ ସମସ୍ତଙ୍କୁ ସେ ଗୋଟେ କୋଶ୍ଚିନ୍ ବାରିମୂଳ ଆଶ୍ରମ ଯାଇପାରିବେ ନାହିଁ, ଯେହେତୁ ବାରିମୂଳ ଆଶ୍ରମଟା ବର୍ତ୍ତମାନ ଇଡିର କଣ୍ଟ୍ରୋଲରେ ଅଛି, ଇଡି ସିଜ୍ କରି ରଖିଛି, ତେଣୁ ସେଟା ଯାଇପାରିବେ ନାହିଁ। ତ ବର୍ତ୍ତମାନ ଆପଣଙ୍କର ପିଟିସନ ଅରିଜିନାଲି କ'ଣ ଥିଲା ଯେ କୋଭିଡ କଟକଣା ଥିଲା 200 ଯେତେବେଳେ କୋଭିଡ କଟକଣା ଥିଲା ତାକୁ ହଟେଇବା ପାଇଁ କୁହାଯାଇଥିଲା। ତା ଛଡା ସେ କୁହାଯାଇଥିଲା ସାରଥୀଙ୍କର ଉତ୍ପତ୍ତି ସ୍ଥଳ ହଉଛି ତାଙ୍କର ଯୋଉ ଯାହା ବି ସେ କରିଛନ୍ତି ତାଙ୍କର ଆଶ୍ରମ ସେଠି ଅଛି, ଦୀର୍ଘ ବର୍ଷର ତାଙ୍କର ସାଧନା ଥିଲା, ଦୀର୍ଘ ବର୍ଷ ସେ ପ୍ରବଚନ ଦେଇ ଆସିଥିଲେ, ଲୋକଙ୍କ ନିଜକୁ ପାଖକୁ ଟାଣି ଆଣିଥିଲେ ତାଙ୍କର ନିଜ ପ୍ରଚାର ମାଧ୍ୟମରେ, ନିଜକୁ ଲୋକଙ୍କୁ ବୁଝିବାର ଶୈଳୀରେ କରିଥିଲେ। ଏଇ ଯୋଉ ସବୁ ଜିନିଷ ଗୁଡା ଥିଲା ତାରି ଆଧାରରେ ତାଙ୍କୁ କେନ୍ଦ୍ରାପଡ଼ା ଯିବାଟା ନିହାତି ଜରୁରୀ, କାହିଁକିନା ତାଙ୍କର ରୋଜଗାରର ମଧ୍ୟ ସେମାନେ ଗୋଟେ ଜଣେ ସେଠିକାର ସେଇ ମାଧ୍ୟମରେ ସେ ତାଙ୍କର ନିଜକୁ ମାନେ ଉପସ୍ଥାପନା କରିପାରିଥିଲେ, ନିଜକୁ ଆଇଡେଣ୍ଟିଟି କ୍ରିଏଟ କରିପାରିଥିଲେ। ତେଣୁ ସେ ଅନୁସାରେ ତାକୁ କରାଯାଇଥିଲା, ସେ ସବୁ ଗ୍ରାଉଣ୍ଡ ଦିଆଯାଇଥିଲା। ଯାହା ହଉ ମାନନୀୟ ହାଇକୋର୍ଟ ସାମୟିକ ଆଶ୍ୱସ୍ତି ଦେଇଛନ୍ତି, କହିଲେ ଅତ୍ୟୁକ୍ତି ହେବ ନାହିଁ ଯେ ସେ କେନ୍ଦ୍ରାପଡ଼ା ଯାଇପାରିବେ। ତ ବର୍ତ୍ତମାନ ଆପଣ ପିଟିସନ ପୁଣି ସାରଥୀଙ୍କ ପକ୍ଷରୁ କରିବେ କି ଯେ ସ୍ୱାଭାବିକ କରାଯାଉ ଆଉ ତାଙ୍କୁ ନିଶ୍ଚିତ ଭାବରେ ଦେଖନ୍ତୁ, ନିଶ୍ଚିତ ଜଣେ ଲୋକ ଯେତେବେଳେ ରହିଛି ନିଶ୍ଚିତ ଗୋଟେ କରିବେ କଣ ନିଶ୍ଚିତ କିଛି ସମୟ ସବୁ ବ୍ୟବଧାନ ଭିତରେ ତାଙ୍କ ସହିତ ବିଚାର ବିମର୍ଶ କଲା ପରେ ସେ ମଧ୍ୟ ସେ ବି କହିଛନ୍ତି ବିଚାର ବିମର୍ଶ ହେଲା ପରେ ନିଶ୍ଚିତ ତାକୁ ପୁଣି ଆଉ ଟିକେ ଯୋଉ ବର୍ତ୍ତମାନ ସମୟ ସୀମାର ନିର୍ଦ୍ଦେଶ କରିଛନ୍ତି ତାକୁ ଟିକେ କୋହଳ କରିବା ପାଇଁ ନିର୍ଦ୍ଦେଶ ଆବେଦନ କରାଯିବ ଏବଂ ପୁନର୍ବାର ସେ ଚେଷ୍ଟା କରିବେ ପୁନର୍ବାର ତାଙ୍କର ଯୋଉ ନମ୍ବର ଅଫ୍ ପ୍ରବଚନ ମାନେ ଆପଣ ଡିଭୋଟିଙ୍କୁ ପ୍ରବଚନ ତାକୁ ମଧ୍ୟ ବଢେଇବା ପାଇଁ ଚେଷ୍ଟା କରିବେ। ତ ଆପଣଙ୍କର ବର୍ତ୍ତମାନ ସତ୍ସଙ୍ଗ ସାରଥୀ କରୁଛନ୍ତି କି? ଦେଖନ୍ତୁ ସତ୍ସଙ୍ଗ ଯେହେତୁ ବର୍ତ୍ତମାନ ଲିମିଟେଡ୍ ଅଛି, ବର୍ତ୍ତମାନ ତାଙ୍କର ମଧ୍ୟ ନିଶ୍ଚିତ ମାନେ ନିଜର ପ୍ରୋବ୍ଲେମ ବି ରହିଛି, ବର୍ତ୍ତମାନ ସମୟରେ କରୁନାହାନ୍ତି ସାରଥୀ କୌଣସି ସତ୍ସଙ୍ଗ କରୁନାହାନ୍ତି ବର୍ତ୍ତମାନ ଫର ଟାଇମିଂ। ତ ବର୍ତ୍ତମାନ କ'ଣ ସାରଥୀଙ୍କ ଜୀବନ ପ୍ରତି ବିପଦ ଅଛି କି? ଆଉ ସେଠି ଯଦି ସେ କିଛି ସତ୍ସଙ୍ଗ କରନ୍ତି କେନ୍ଦ୍ରାପଡ଼ାରେ ସେଭଳି କିଛି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବ ବୋଲି ପ୍ରଶାସନ ମନେ କରୁଛି କି? ହଁ ଦେଖନ୍ତୁ ସେଟା ତ ବର୍ତ୍ତମାନ ନିଶ୍ଚିତ ଯେତେବେଳେ ତାଙ୍କ ଯେତେବେଳେ ରିପ୍ଲାଏ ଦେଇଥିଲେ ପ୍ରଶାସନ ନିଶ୍ଚିତ କହିଥିଲା ଯେ ଆଇନ ଶୃଙ୍ଖଳା ହେଇପାରେ ବୋଲି ସବୁ ଦର୍ଶାଇଥିଲେ। ତେଣୁ ବର୍ତ୍ତମାନ ତ ଯେହେତୁ ବର୍ତ୍ତମାନ ମାନ୍ୟବର ହାଇକୋର୍ଟ କହିନାହାନ୍ତି ତାଙ୍କୁ ପ୍ରବଚନ କରିବା ପାଇଁ କେନ୍ଦ୍ରାପଡ଼ାରେ, ତେଣୁ ବର୍ତ୍ତମାନ କେନ୍ଦ୍ରାପଡ଼ା କୌଣସି ପ୍ରବଚନ କରିବା ନାହିଁ, ବର୍ତ୍ତମାନ କେନ୍ଦ୍ରାପଡ଼ା ସେ ଯାଇପାରିବେ। ତେଣୁ କେନ୍ଦ୍ରାପଡ଼ା ଯେତେବେଳେ ଯାଇପାରିବେ ନିଶ୍ଚିତରେ ଭବିଷ୍ୟତରେ ମଧ୍ୟ ହୁଏତ ତାକୁ ମଧ୍ୟ ଅନ୍ୟ ଆଉ ମଧ୍ୟ ଆଗେଇ ନେବା ପାଇଁ ପ୍ରାର୍ଥନା କରାଯାଇପାରେ। ତ ବର୍ତ୍ତମାନ ଟିଭି ଚ୍ୟାନେଲରେ ସାରଥୀ ବାବା ପ୍ରବଚନ ଦେଇପାରିବେ କି? ସୋସିଆଲ ମିଡିଆରେ ତାଙ୍କ ଭିଡିଓ ପୋଷ୍ଟ ହେଇପାରିବ କି? ଦେଇପାରିବେ ମାନେ ହାଇକୋର୍ଟଙ୍କର ଯେହେତୁ ଅଛି କ୍ଲିୟର ଅଛି ନିର୍ଦ୍ଦେଶ ରହିଛି ଅପ୍ ଟୁ 200 ଜଣେ ପ୍ରବଚନ ଦେଇପାରିବେ। ସେ ପ୍ରବଚନଟାକୁ ମଧ୍ୟ ସେ ଟେଲିକାଷ୍ଟ କରିବା ମଧ୍ୟ ସେ ଅସୁବିଧା ହେବ ନାହିଁ। ତ ଟିଭିରେ ଇଣ୍ଟରଭ୍ୟୁ ଦେଇପାରିବେ କି ସାରଥୀ ବାବା? ଦେଇପାରିବେ, ଇଣ୍ଟରଭ୍ୟୁ ମଧ୍ୟ ଦେଇପାରିବେ। ତ ଆଗାମୀ ଦିନରେ ଏ କେସ୍ ଆପଣ ପୁଣି ଥରେ ପିଟିସନ କରିବା ପାଇଁ ଯାଉଛନ୍ତି ଖୁବ୍ ଶୀଘ୍ର ମାନସ ବାବୁ? ନିଶ୍ଚିତ ଭାବରେ। ଓକେ, ବହୁତ ଧନ୍ୟବାଦ ମାନସ ବାବୁ।